ଦାନ୍ତର ପ୍ରକାର ଓ କାର୍ଯ୍ୟ। ଦାନ୍ତର ପ୍ରକାର 1ରେ କର୍ତ୍ତନ ଦାନ୍ତ ଇନସାଇଜର୍ସ, 2ରେ ଶ୍ୱାନ ଦାନ୍ତ କେନାଇନ୍ସ, 3ରେ ଶ୍ରବଣ ଦାନ୍ତ ପ୍ରିମୋଲାର୍ସ, 4ରେ ପେଷଣ ଦାନ୍ତ ମୋଲାର୍ସ। କର୍ତ୍ତନ ଦାନ୍ତ ଇନସାଇଜର୍ସ ମୁଖର ସବୁଠାରୁ ଆଗ ଭାଗରେ ଥାଏ। ଉପର 4ଟି ଓ ତଳ 4ଟି ମୋଟ 8ଟି। ମୁଖ୍ୟ କାର୍ଯ୍ୟ ଖାଦ୍ୟକୁ କାଟିବା। ଶ୍ୱାନ ଦାନ୍ତ କେନାଇନ୍ସ କର୍ତ୍ତନ ଦାନ୍ତର ଦୁଇ ପାର୍ଶ୍ୱରେ ଥାଏ। ମୋଟ 4ଟି, ଉପର 2ଟି ଓ ତଳ 2ଟି। ଏଗୁଡ଼ିକ ଅପେକ୍ଷା କରୁଥିବା ତୀକ୍ଷ୍ଣ କାର୍ଯ୍ୟ ଖାଦ୍ୟକୁ ଚିରିବା। ଶ୍ରବଣ ଦାନ୍ତ ପ୍ରିମୋଲାର୍ସ ଶ୍ୱାନ ଦାନ୍ତର ପଛପଟ ଥାଏ। ଉପର 4ଟି ଓ ତଳ 4ଟି, ମୋଟ 8ଟି। କାର୍ଯ୍ୟ ଖାଦ୍ୟକୁ ଗୁଣ୍ଡ କରିବା। ଶିଶୁଙ୍କ ଦୁଧିଆ ଦାନ୍ତରେ ଶ୍ରବଣ ଦାନ୍ତ ଅର୍ଥାତ୍ ପ୍ରିମୋଲାର ନଥାଏ। ପେଷଣ ଦାନ୍ତ ମୋଲାର୍ସ ମୁଖର ସବୁଠାରୁ ପଛ ଭାଗରେ ଥାଏ। ପ୍ରାପ୍ତବୟସ୍କମାନଙ୍କର ସାଧାରଣତଃ 12ଟି, ଉପର 6ଟି ଓ ତଳ 6ଟି। ଏଗୁଡ଼ିକର ଚୋବାଇବା ପୃଷ୍ଠ ବଡ଼ ଓ ଚଉଡ଼ା। କାର୍ଯ୍ୟ ଖାଦ୍ୟକୁ ଭଲ ଭାବରେ ପେଷିବା ଅର୍ଥାତ୍ ଚୋବାଇବା। ଜଣେ ପ୍ରାପ୍ତବୟସ୍କ ଲୋକର ସ୍ଥାୟୀ ଦାନ୍ତର ସଂଖ୍ୟା ହେଉଛି କର୍ତ୍ତନ ଦାନ୍ତ ଉପର 4 ଏବଂ ତଳ 4, ମୋଟ 8ଟି। ଶ୍ୱାନ ଦାନ୍ତ ଉପର 2 ଏବଂ ତଳ 2, ମୋଟ 4ଟି। ଶ୍ରବଣ ଦାନ୍ତ ଉପର 4 ଏବଂ ତଳ 4, ମୋଟ 8ଟି। ପେଷଣ ଦାନ୍ତ ଉପର 6 ଏବଂ ତଳ 6, ମୋଟ 12ଟି।